ଆଶ୍ରମ ଭୂମି ତେଣୁ ହେ ଈଶ୍ୱର ଏ ବାୟୁ ଜଳ ସ୍ଥଳ ଆକୁ କିଏ ସୃଷ୍ଟି କରିଛି? ପୁରୁଷ ନା ସ୍ତ୍ରୀ? ପୁରୁଷ। ଖାଲି ସେତିକି ନୁହଁ, ସେତିକି ନୁହଁ। ପଦପତି ଦେହରେ କାଳି ବୋଳି ହେ କାଳି ବୋଳି ସତ କହିଲେ ମାଡ଼ ଖାଇବ ଆଉ ଶାସ୍ତ୍ର ଆପଣଙ୍କର ଦେଖୁଛି ସେଇଟା ମୁଁ କହିଲି କଦଳପତି ଗୋଟିଏ ଯିବ ଆଜ୍ଞା। କଦଳପତି କିଏ ଦେଖିଛନ୍ତି? କଳା କଦଳପତି ସୃଷ୍ଟିରୁ ସେ କଳାଟାକୁ କିଏ କରିଛି? ହଳଦୀ ବସନ୍ତିଆ ଚଢେଇକି ନା କିଏ ହଳଦିଆ କରିଛି? ଆଉ କେହି ନୁହଁ, ସେତିକି ନୁହଁ। ନାଇଁ, ଆଖୁ ଦେହ ଭରି ଦେଲା କେତେ ମିଠା ଆଖୁ ଗୋଟିଏ ଗଛ। ସଂସାରରେ ଏତେ ଗଛ ଅଛି କିନ୍ତୁ ଆଖୁ ଗୋଟିଏ ଗଛ ମିଠା କରିଦେବି। ଆଉ ଅନେକ ଗଛ କିଏ ପିତା କିଏ କଷାଇ ଭଳି ତାକୁ କଲା କିଏ? ଈଶ୍ୱର। ଛୋଟିଆ ପିଲାଟା ହସୁଛି, କୋମଳ ଶିଶୁଟା ହସୁଛି, ତା କିଏ ହସଉଛି? ସେଇ ହସଉଛି, ସେଇ ହସଉଛି, ସେଇ ହିଁ ଏଗୁଡ଼ା ସବୁ ସୃଷ୍ଟି କରିଛି। ଜ୍ଞାନ ଜ୍ଞାନ ଅର୍ଥ ସୃଷ୍ଟି ଯେ ଜନ୍ମ କରେ ସେ ହିଁ ତାକୁ କରିଛି। ନାଇଁ ସେମିତି ଆଉ ଯାଉନି। ଇଏ ଗଲା ଗୋଟେ ପ୍ରମାଣ। ଆଉ ଗୋଟେ ପ୍ରମାଣ ଦଉଛି, ନେଇଯାଉଛି ଆପଣଙ୍କୁ ମହାଭାରତ। ମହାଭାରତରେ ଗାଣ୍ଡୀ ବଧାରୀ ଅର୍ଜୁନ ଗାଣ୍ଡୀବକୁ ଥୋଇଥିଲେ। କହିଲେ ସଖା କୃଷ୍ଣଙ୍କୁ କହିଲେ ସଖା ମୁଁ ଆଉ ଯୁଦ୍ଧ କରିବିନି। ନା କାହିଁ କରିବନି? ନା କାହା ସହିତ କରିବି? ସମସ୍ତେ ମୋର ନିଜ, ସମସ୍ତେ ମୋର ଆତ୍ମବଶ, ସମସ୍ତେ ମୋର ଆତ୍ମୀୟ। ଏଠି ପରାତ୍ମୀୟ କେହି ନାହାନ୍ତି। ସମସ୍ତେ ମୋର ରକ୍ତବିନ୍ଦୁ। ଗୁରୁ ଅଛନ୍ତି ନାଇଁ, ଭାଇମାନେ ମୋର ସମସ୍ତେ 100 ଭାଇ ଅଛନ୍ତି ମୋର ନା। ବାପା ବଡ଼ବାପା ଅଛନ୍ତି ମୋର ନା। ମୁଁ ଯୁଦ୍ଧ କରିବି କାଶ ଯେତେ ପ୍ରକାରର କୃଷ୍ଣ ବୁଝେଇଲେ ମା ଗାଣ୍ଡିବ ଖାଲି ଗାଣ୍ଡିବ ଧରିଲେନି। ଭଗବାନ ଚିନ୍ତା କଲେ, କହିଲେ ଅର୍ଜୁନ ଗୀତାରେ ଗୋଟିଏ ପଦ ଶ୍ଲୋକ ଗାଉଛି। କହିଲେ ଅର୍ଜୁନ ତୁମେ କହୁଛ ସିଏ ମୋର, ସିଏ ମୋର, ସିଏ ମୋର, ସିଏ ମୋର, ସିଏ ମୋର। ଏ ଶୁଣ, ସମସ୍ତେ ହଉଛନ୍ତି ମୋର। ସମସ୍ତଙ୍କୁ ଜନ୍ମ ଦେଇଛି ମୁଁ, ତୋତେ ଜନ୍ମ ଦେଇଛି, ତାକୁ ବି ଜନ୍ମ ଦେଇଛି। କିନ୍ତୁ ମୁଁ ତ ବାପ ହିସାବରେ ମୁଁ ତ କାହିଁକି କହୁନି ଯୁଦ୍ଧ କରନା ବୋଲି, ମୁଁ କହୁଛି କରିବା ପାଇଁ। ନା ଆପଣ ଜନ୍ମ ଦେଇଛନ୍ତି ନା? ହଁ, ଗୀତା ପ୍ରମାଣ ଦେଲେ ଗୋଟିଏ ପଦ ଶ୍ଲୋକ ଗାଉଛି। କଣ କହିଲେ କୃଷ୍ଣ? କଣ କହିଲେ? କହିଲେ ମମ ଜନ୍ମି ମହତ ବ୍ରହ୍ମା ତସ୍ମିନ୍ ଗର୍ଭଦଧାନି ସର୍ବଭୂତାନାଂ ତତୋ ଭବତି ଭାରତ। କହିଲେ ମୁଁ ସମସ୍ତଙ୍କୁ ଜନ୍ମ ଦେଇଛି। ଯେତେ ସଂସାରରେ ଜନ୍ମ ନେଇଛନ୍ତି, କୀଟ ଠାରୁ ପତଙ୍ଗ ପର୍ଯ୍ୟନ୍ତ, ଦାନବ ଠାରୁ ମାନବ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଁ ଜନ୍ମ ଦେଇଛି। ଯାହା ପାଖରେ ଜୀବ ଅଛି ତାକୁ ମୁଁ ଜନ୍ମ ଦେଇଛି। ତେଣୁ ମୋର ତ କାହିଁ ସେ ଭାବ ରହୁନି। ତୁମେ ଯୁଦ୍ଧ କରିବାକୁ ପଡ଼ିବ। ଏଠି ବି ଅର୍ଜୁନ ବୁଝିଲେନି, କିନ୍ତୁ ସେ ନେଇକି ବୁଝେଇବାକୁ ନେଲେ ସେ ଆହୁରି ଉଡ଼ାଇବାକୁ ପଡ଼ିବ। ମୁଁ ଖାଲି ଆପଣଙ୍କୁ ଉଦାହରଣଟା ଦେଉଛି ବାପା କେମିତି ଜନ୍ମ ଦିଏ। ଏଠି ବି ଭଗବାନ କୃଷ୍ଣ ପୁରୁଷ ନାରୀ ପୁରୁଷ ଗଲା ନେଇଯାଉଛି ସାମାଜିକ ନ୍ୟାୟ। ଆଚ୍ଛା ବାପା ମା ଗୋଟେ କଥା, ମା ଗର୍ଭରେ ସନ୍ତାନଟା ରହିଲା ନା ନାଇଁ? ସନ୍ତାନଟା ମା ଗର୍ଭରେ ରହିଛି 8 ମାସ 9 ମାସ ହେଇଗଲା। ଆମେ ଗାଇନିକ୍ ସ୍ପେଶାଲିଷ୍ଟ ଦେଖାଉଛେ ନା ନାଇଁ?
ପୁଅକୁ ଝିଅ ଜାଣିପାରୁଛି। ଜାଣିପାରୁଛି। ଆପଣ ମାନେ କହିବେ ବିଜ୍ଞାନ ଉପରକୁ ପଳେଇଲା, ପୁଅକୁ ଝିଅ ସେ କମ୍ପ୍ୟୁଟରରେ ଦେଖେଇ ଦେଲା। ଆରେ ସେତେବେଳେ ତୁ ଜାଣୁ। 7 ତାରିଖରେ କେତେବେଳେ ମାନେ ଠିକ କଥା ତ। ଯେତେବେଳେ ସାଇନ୍ସ ଯୁଗ ଥିଲା ନା ସେ ଟାଇମରେ କେମିତି ଜାଣିଲେ ଟିକେ ଆପଣ ବୁଝେଇବେ ନା। ଜାଣିଲୁ ଗୋଟେ କଥା, ବହୁତ ବଢିଆ। ଆପଣ ପାଣି ଧରିବାକୁ ଆଙ୍କ ସାଙ୍ଗରେ ଅଛନ୍ତି ଆଉ ମତେ ମଞ୍ଚ ଉପରେ ମାରିବେ ଆଉ ମୁଁ ଭୋଟ ଦେବି ଆଉ। ବୁଝଉଛି। ଶୁଣନ୍ତୁ ଗୋଟେ ପଦ ଗାଉଛି ପୁଅ, ସୁନ୍ଦର ପଦଟା ଗାଉଛି। ଶୁଣ ପଦଟା କଣ କି? ଗର୍ଭରେ ସନ୍ତାନ ଅଛି, ପୁଅକୁ ଝିଅ କେମିତି ଜାଣିଲା? ଏଇଆ ତ ବାଣରେ ପୁଷ୍ଟ ତୁମେ ଶୁଣ ପିତା ଧବଳ ଶୁଣା କହିଲେ ତୁମ୍ଭି ଶୂନ ପିତା ଧବଳ ପ୍ରସୂନ ଶୂନ ମରିଚକୁ ନେଇ ଚଖାଇ ଜାଣିଲେ ପୁତ୍ର କି ଦୁହିତା ନାରୀ ଗର୍ଭେ ଅଛି ରହି। ଅର୍ଥ କରିବା ତୁମ୍ଭି ତୁମ୍ବି କହିଲେ ସାରେ କଣ? ନାରୀ। ନାଉ ନାଉକୁ ତୁମ୍ବି କୁହାଯାଏ। ଶୁଣ ଆଜ୍ଞା ନାଉଟାକୁ ଟିକେ କାଟିବେ, ଯୋଉ ଅଂଶୀ କାଢି ଦେଇକି ଟିକେ ନା ଗଳ୍ପ ନାଉ ଏ ନେଡ଼ିରେ ଧରିବେ। ତୁମ୍ଭି ଶୂନ ପିତା, ଶୂନ ପିତା ପିତା ମାନେ ପିତା ଲାଗିଲେ ହଁ ସୁନ ପିତା ମୁଁ ଦେଖୁଛି ପିତା ଜିନିଷଟି ତା ଦେହରେ ପକେଇବେ। ପକେଇଦେ। ଧବଳ ପ୍ରସୂନ ଧଳା ଫୁଲ ଅର୍ଥ ଟଗର ଫୁଲ, ଫୁଲର ଗୋଟିଏ ପାଖୁଡ଼ା ଛିଣ୍ଡେଇକି ତା ଦେହରେ ପକେଇବେ। ଧବଳ ସୁନ ମରିଚକୁ ଦେଇ, ସୁନ ମରିଚ ଗୋଟେ ଗୋଲ ମରିଚ ପକେଇବେ। ସୁନ ଅର୍ଥ ଗୋଲ, ମରିଚ ସୁନ ମରିଚକୁ ଦେଇ ଚଖାଇ ଜାଣିଲେ ତାକୁ ଦଳି ଦେବେ। ମାନେ ଦଳି ଦେବ, 5 ଜଣ ଦେଖୁଛନ୍ତି, 4 ଜଣ ନୁଚୁଛନ୍ତି, ଜଣେ ନାଚୁଛି। 5 ଜଣ ଦେଖୁଛନ୍ତି, 4 ଜଣ ନୁଚୁଛନ୍ତି, ଜଣେ ନାଚୁଛି। ମାରିଦେବି ବେକକୁ ଚିପି। ଏ ସାରେ ଗୋଟେ ଜଣେ କଞ୍ଚେଇ ଟଣା ବାଲା ସାରି ଜାଣ ଯୋଉଟା ମୁଁ କହୁଛି ଶୁଣ। ଆଉ ଦେଖୁନ 5ଟା ଆଙ୍ଗୁଠି ଦେଖୁଛନ୍ତି, 5ଟା ଦେଖୁଛନ୍ତି, ବୁଢା ଆଙ୍ଗୁଠି ନାଚୁଛି, 4 ଜଣ